Good morning, students. Good morning, my dear parents and guardians and my viewers. ସବୁ ଦର୍ଶକ ମାନେ ଛାତ୍ରଛାତ୍ରୀ ପିତାମାତା ଅଭିଭାବକ ସମସ୍ତଙ୍କୁ ମୋର ସ୍ୱାଗତ। ଆଶା କରୁଛି ସମସ୍ତେ ରବୀନ୍ଦ୍ର ଏଜୁକେସନକୁ ଲାଇକ୍ ସେୟାର ଓ ସବସ୍କ୍ରାଇବ କରୁଥିବେ ଓ ଜଡ଼ିତ ହୋଇ ରହୁଥିବେ, କାରଣ ଏବେ ଆମେ ନୂଆ ଶିକ୍ଷାବର୍ଷ NEP ନ୍ୟାସନାଲ ଏଜୁକେସନ ପଲିସିର 2020 ମସିହାର ଷ୍ଟାର୍ଟ ହେଇଥିଲା। ଏବେ ଆମ ରାଜ୍ୟରେ 2026 ଶିକ୍ଷାବର୍ଷ ଆରମ୍ଭରୁ ଷ୍ଟାର୍ଟ ହେଇଛି। ତେଣୁ ସବୁ ବହି ବଦଳିଛି। ତେଣୁ ଗଣିତ ବହି ତ ମିଳିନି, ଗୋଟେ ଗୋଟେ ବହି ମିଳିଛି। ଆଉ ସପ୍ତମ ଶ୍ରେଣୀର ଗଣିତ ବହିର ନାଁ ହେଇଛି ଗଣିତ ପ୍ରକାଶ। ଆମେ ସେଇ ପ୍ରଥମ ଚାପ୍ଟରର ଗୋଟିଏ ଭିଡ଼ିଓ ପକେଇଥିଲି, ଗୋଟେ ଭିଡ଼ିଓ ପଡ଼ିଛି। ଆଜି ଆମେ ଗୋଟେ କଥୋପକଥନ ଜାଣିବା। ଏଥିରେ ପାଠ ଯାହା ତ ଦେଇଛି ନିଶ୍ଚିତ, କିନ୍ତୁ ପ୍ରଣାଳୀ ଗୁଡ଼ିକ ଦେଇଛି। ପିଲାର ଏକ୍ସଟ୍ରା ନଲେଜ ବଢ଼ିବ, ଗଣିତ ସାଙ୍ଗରେ କେତେ ଜିନିଷ ସେ ପଢ଼ିବ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଗଣିତ ପ୍ରକାଶ ସପ୍ତମ ଶ୍ରେଣୀ ପ୍ରଥମ ଅଧ୍ୟାୟ ପ୍ରସଙ୍ଗ ହେଉଛି ଆମ ଚାରିପଟେ ଥିବା ବଡ଼ ସଂଖ୍ୟା। ସେ ଗୋଟିଏ ପ୍ରସଙ୍ଗ ଆରମ୍ଭ ହେଇଛି। ଆମ ଚାରିପଟେ ଥିବା ବଡ଼ ସଂଖ୍ୟା ବିଷୟରେ ମୁଁ ଆଗରୁ ଗୋଟେ ଷ୍ଟୋରି କହିଥିଲି। ସେଥିରେ ଲେଖା ଥିଲା, ଜଣେ ଚାଷୀ ହେଉଛନ୍ତି ରାମନାଥ। ତାଙ୍କର ଗୋଟିଏ ପୁଅ ଗୋଟିଏ ଝିଅ, କନ୍ୟା ନମିତା ଓ ପୁଅ ରମେଶ। ସେ ଦି ଜଣ କଥାବାର୍ତ୍ତା ହଉଛନ୍ତି। ବାପାକୁ ତାଙ୍କର ରାମନାଥକୁ ପଚାରୁଛନ୍ତି ଯେ ଧାନ ବିହନ କିଣିବାକୁ ଗଲାବେଳେ ବର୍ତ୍ତମାନ ବଜାରରେ 3-4 ପ୍ରକାର ବିହନ ମିଳୁଛି। ଆଗ କାଳରେ 1 ଲକ୍ଷରୁ ଅଧିକ ବିହନ ମିଳୁଥିଲା। ତେଣୁ ଯୋଉ ବିହନ 1 ଲକ୍ଷ ପ୍ରକାରର ଧାନ ଚାଉଳ ଲୋକ ଖାଇବାକୁ ପାଉଥିଲେ। ଆଜି ଗୋଟେ ପ୍ରକାର ଖାଇଲେ, କାଲି ଆଉ ଗୋଟେ ପ୍ରକାର ଚାଉଳ ଖାଇଲେ, ତାପରେ ଆଉ ଗୋଟେ ପ୍ରକାର ଲୋକ ଦୀର୍ଘାୟୁ ହଉଥିଲେ। ଏବେ ଗୋଟେ ନିର୍ଦ୍ଦିଷ୍ଟ ପରିମାଣରେ 3-4 ପ୍ରକାର 5 ପ୍ରକାର ଚାଉଳର ଭାତ ଆମେ ଖାଉଛେ। ଯଦି 1 ଲକ୍ଷରୁ ଅଧିକ ପ୍ରକାରର ବିହନ ମିଳୁଥିଲା, ଧାନ ବି ହଉଥିଲା, ଚାଉଳ ହଉଥିଲା, ତେଣୁ 1 ଲକ୍ଷରୁ ଅଧିକ ପ୍ରକାରର ଚାଉଳ ମିଳୁଥିଲା। ଯଦି ଜଣେ ଲୋକ ତା ଜୀବନ କାଳ ଭିତରେ ଦିନକୁ ଗୋଟେ ପ୍ରକାର ଚାଉଳ ଖାଏ, ତାହେଲେ 1 ଲକ୍ଷ ଚାଉଳ ଖାଇବାକୁ ଆପ୍ରୋକ୍ସିମେଟଲି ବର୍ଷକ 365 ଦିନ। 365 ଦିନରେ 365 ପ୍ରକାର ଚାଉଳ ଖାଇବ, ତାହେଲେ କେତେ ବର୍ଷ ଲାଗିବ ନା 1 ଲକ୍ଷକୁ 365 ଧରିଲେ ଆପ୍ରୋକ୍ସିମେଟଲି 274 କେତେ ହଉଛି 274 ବର୍ଷ ଲାଗିବ। ତେଣୁ ମଣିଷ କେବେ 274 ବର୍ଷ ବଞ୍ଚିପାରିବନି। ତେଣୁ ଏତେ ପ୍ରକାର ଧାନର ବିହନ ଥିଲା ବୋଲି ଆମେ ଏଇ ଗଣିତରେ ଜାଣିଲେ। ତେଣୁ এইটা ବି ଗୋଟେ କୋଶ୍ଚିନ୍ ପିଲାଙ୍କ ପାଇଁ ପଡ଼ିଯାଇଥାଏ। ତାପରେ ସେଇ 274 ବର୍ଷ ଯଦି ଦିନକୁ 2 ଥର ଖାଇବା, ଆମେ ତ ଭାରତ ଏକ କୃଷି ପ୍ରଧାନ ଦେଶ, ଯୋଉଠିକି ଭାତ ହଉଛି ତାର ମୁଖ୍ୟ ଉପାଦାନ। ଲୋକ ଯଦି ସକାଳେ ଉଷୁନା ଖାଇଲା, ଉପରଓଳି ଅରୁଆ ବି ଖାଇପାରିବ। କିନ୍ତୁ ଯଦି ସକାଳେ ଗୋଟେ ପ୍ରକାର କିସମର ଭାତ ଖାଇଲା, କିସମ ବିହନର ଭାତ ଖାଇଲା, ଉପରଓଳି ଯଦି ରାତିକି ଆଉ ଗୋଟେ କିସମର ଭାତ ଖାଇଲା, ତାହେଲେ 2 ପ୍ରକାର ଖାଇଲା। 2 ପ୍ରକାର ଖାଇଲେ କେତେ ବର୍ଷ ଯିବ? ତାହେଲେ ଆର ଅଧା 274, ସେତେ ଦିନ ମଣିଷ ବଞ୍ଚିବି। ତେଣୁ ମଣିଷ ଜୀବନ କାଳରେ ଏତେ ପ୍ରକାର ବିହନ ଥିଲା ଯେ ସେ ଖାଇ ପାରୁନଥିଲା। ଅଳ୍ପ ଖାଇଥିବ, 3 ପ୍ରକାର ଜିନିଷ ଯଦି ଖାଇଲେ ତଥାପି 100 ଭିତରେ ବର୍ଷ ଯିବ। ତେଣୁ ହିସାବ କରାଯାଉଛି ଲୋକ ଦିନକୁ 3 ପ୍ରକାର ବିହନର ଧାନ ଖାଇଲେ ମଧ୍ୟ 100 ବର୍ଷ ପାଖାପାଖି ଯାଉଥିଲା। ତେଣୁ ପିତା ରାମନାଥ ନମିତା ଓ ପୁଅ ରମେଶ ସହିତ କଥାବାର୍ତ୍ତା ହେଲା ବେଳେ ଏ ବିଷୟରେ କଥାବାର୍ତ୍ତା ହେଲେ। ତେଣୁ ତାଙ୍କ ପିଲାମାନଙ୍କ ମନରେ ପ୍ରଶ୍ନ ଆସିଲା, ତାହେଲେ 1 ଲକ୍ଷ କ'ଣ ଗୋଟେ ବଡ଼ ସଂଖ୍ୟା କି? ପ୍ରଶ୍ନ ଦିଆଗଲା, 1 ଲକ୍ଷ ଗୋଟେ ବଡ଼ ସଂଖ୍ୟା କି? କାରଣ ଆମ ଚାରିପଟେ ଥିବା ବଡ଼ ସଂଖ୍ୟା ବିଷୟରେ ଆମେ ଜାଣିବା। ଉତ୍ତର ଆସିଲା, 2 ଜଣ ପିଲା ଉତ୍ତର ଦେଲେ। ନମିତା କହିଲା, ହଁ, ଏହା ଏକ ବଡ଼ ସଂଖ୍ୟା। କାରଣ ଆମ ଦେଶରେ 1 ଲକ୍ଷ କିସମର ଧାନ ଚାଷ ହେଉଥିଲା, ଯାହାକି ବହୁତ ଅଧିକ। 1 ଲକ୍ଷ ଦିନ ବଞ୍ଚିବା ପାଇଁ ପ୍ରାୟ 274 ବର୍ଷ। 1 ଲକ୍ଷ ବର୍ଷକୁ 365 ଦିନ, ଅବଶ୍ୟ ଅଧିକ ବର୍ଷଟା 366 ଦିନ ହଉଛି। ଅଧିକ ବର୍ଷକୁ ବାଦ ଦେଇଦିଅ, 365 ଦିନ, ଲକ୍ଷକୁ 365 ଦିନ 273 କେତେ ଅଛି? ଆପ୍ରୋକ୍ସିମେଟଲି ସମାନ ଦେଇନି, ଆପ୍ରୋକ୍ସିମେଟଲି এটা হচ্ছে ଆପ୍ରୋକ୍ସିମେଟଲି ଦିନ, ପ୍ରାୟ ସମାନ 274 ବର୍ଷ। ଗୋଟେ ବହୁତ ଏକ ଲମ୍ବା ସମୟ। ତେଣୁ ଏତେ ବର୍ଷ ମଣିଷ ତା ଜୀବନରେ ବଞ୍ଚି ବି ପାରୁନଥିଲା। ଅଳ୍ପ କିଛି କିସମର ଧାନ ଚାଉଳ ଖାଇ ସେ ମରିଯାଉଥିଲା ବା ଜୀବନ ଶେଷ ହୋଇଯାଇଥିଲା।
ଯଦି 1 ଲକ୍ଷ ଲୋକ, ପୁଣି ଗୋଟେ ତଥ୍ୟ ଦେଇଛି, ଯଦି 1 ଲକ୍ଷ ଲୋକ କାନ୍ଧକୁ କାନ୍ଧ ପକେଇ ହାତ ପକେଇ ଛିଡା ହେବେ, ତାହେଲେ ତେବେ ସେଇ ଧାଡିର ଦୈର୍ଘ୍ୟ କେତେ କିଲୋମିଟର ହବ? ବହିରେ ଦେଇଛି 38 କିଲୋମିଟର। ତେଣୁ 38 କିଲୋମିଟର ଗୋଟେ ଲମ୍ବା ଧାଡି, 1 ଲକ୍ଷ ଲୋକଙ୍କୁ ଯଦି ଛିଡା କରିବା, କାନ୍ଧରେ କାନ୍ଧ ହାତ ପକେଇ ଛିଡା ହେବେ, ତାହେଲେ 38 କିଲୋମିଟର ଏକ ଲମ୍ବା ଧାଡି ହବ। ତେଣୁ ନମିତା କହିଲା, ତେଣୁ 1 ଲକ୍ଷ ଗୋଟେ ବଡ ସଂଖ୍ୟା। ଏଇ ଯୋଉ କ୍ଷେତ୍ରରେ ଏତେ ଦିନ ବଞ୍ଚି ପାରିବନି ମଣିଷ, ତା ଜୀବନରେ ଲକ୍ଷେ ପ୍ରକାର ଚାଉଳର ଭାତ ଖାଇପାରିବନି, କାନ୍ଧକୁ କାନ୍ଧ ମିଶେଇ ଛିଡା ହେଲେ 38 କିଲୋମିଟର ପର୍ଯ୍ୟନ୍ତ ଦୂରତାର ଗୋଟେ ଧାଡି ହବ। ତେଣୁ 1 ଲକ୍ଷ ଗୋଟେ ବଡ ସଂଖ୍ୟା। ପୁଅ ରମେଶ କଣ କହିଲା? ରମେଶ କହିଲା 1 ଲକ୍ଷ ଏକ ବଡ ସଂଖ୍ୟା ନୁହେଁ। ଜଣେ କହୁଛି ବଡ ସଂଖ୍ୟା, ଆଉ ଜଣେ କହୁଛି ବଡ ସଂଖ୍ୟା ନୁହେଁ। କାରଣ ସେ ପୁଣି କାରଣ ଦର୍ଶେଇବ। ତେଣୁ ସବୁ ପିଲାଙ୍କର ମତାମତ ଅଛି। କାରଣ କ୍ରିକେଟ ଷ୍ଟାଡିୟମ, ଯୋଉଠି କ୍ରିକେଟ ଖେଳ ହଉଛି, କ୍ରିକେଟ ଷ୍ଟାଡିୟମ ଭଳି ଛୋଟ ଜାଗାରେ 1 ଲକ୍ଷ ଲୋକ ବସି ପାରୁଛନ୍ତି। ତାହେଲେ 1 ଲକ୍ଷ ଗୋଟେ ବଡ ଜାଗା, ବଡ ସଂଖ୍ୟା କଣ? ଅଧିକାଂଶ ମଣିଷଙ୍କ ମୁଣ୍ଡରେ, ଆମ ସାଧାରଣତଃ ସମସ୍ତଙ୍କ ମୁଣ୍ଡରେ କେଶ ବା ବାଳ ଥାଏ। ତେଣୁ 80,000ରୁ 1,20,000 କେଶ ଥାଏ, ପୁଣି ଏତେ ଛୋଟ ଜାଗାରେ। ତେଣୁ ଲକ୍ଷେ ପରେ ହେଇଯାଉଛି। ତେଣୁ ଲକ୍ଷଟା ବଡ ଜିନିଷ କଣ, ବଡ ସଂଖ୍ୟା କଣ? କିଛି ପ୍ରଜାତିର ମାଈ ମାଛ ଅଛନ୍ତି, ଏକ ସମୟରେ 1 ଲକ୍ଷରୁ ଉର୍ଦ୍ଧ୍ୱ ଅଣ୍ଡା ଦେଇଥାନ୍ତି। ମାଛ ଅଣ୍ଡା ଦିଏ, ଅଣ୍ଡିରା ମାଛ, ମାଈ ମାଛ ଅଣ୍ଡା ଦିଏ ବୋଲି ପିଲାମାନେ ଜାଣିବେ। ଦେଖ, ବିଜ୍ଞାନ ଜ୍ଞାନ ବି ପିଲାଙ୍କର ବଢିଲା। ପିଲାଙ୍କର ଆଉଟ ନଲେଜ ବଢିବା ପାଇଁ ଗଣିତରେ ବିଭିନ୍ନ ପ୍ରକାର ଜିନିଷ ଦେଇଛି। କିଛି ପ୍ରଜାତିର ମାଈ ମାଛ ଏକ ସମୟରେ 1 ଲକ୍ଷରୁ ଉର୍ଦ୍ଧ୍ୱ ଅଣ୍ଡା ଦେଇଥାନ୍ତି। ତେଣୁ ଏଥିରୁ ପିଲା ଜାଣିଲା ମାଈ ମାଛ ଅଣ୍ଡା ଦିଅନ୍ତି। କେତେ ଦିଅନ୍ତି? ଥରେକେ 1 ଲକ୍ଷରୁ ଉର୍ଦ୍ଧ୍ୱ। ତେଣୁ ମାଛ ସଂଖ୍ୟା କେତେ ବଢୁଛି। କିଛି ପ୍ରଜାତିର ମାଛ ଏକାଥରକେ 10 ଲକ୍ଷରୁ ଅଧିକ ଅଣ୍ଡା ମଧ୍ୟ ଦେଇଥାନ୍ତି। ତେଣୁ ମାଛ ଅଣ୍ଡା ଦେବା ସମୟ, ବର୍ଷା ଦିନେ ଆମେ ବେଳେବେଳେ ପିଲାମାନଙ୍କୁ ଭାକୁର, ରୋହି ମାଛର ଅଣ୍ଡା ଆଣିକି ଭାଜିକି ଖାଇବାକୁ ଦଉ। ମଞ୍ଜି ଯାହା କୁହନ୍ତି ଅଣ୍ଡା, ସେ ମଞ୍ଜି ଭଜା ଖାଆନ୍ତି। ସେ ଥରେକେ ଗୋଟେ ମାଛ, ସେ ଯୋଉ ମଞ୍ଜି ଆସୁଛି, ଗୋଟେ ମାଛରୁ 80,000ରୁ 1,20,000। ଆଉ ଅନ୍ୟ ପ୍ରକାର ଜାତିର ମାଛ ଅଛନ୍ତି, 10 ଲକ୍ଷରୁ ଅଧିକ ଅଣ୍ଡା ଦିଅନ୍ତି। ତାମାନେ ମଞ୍ଜି ବାହାରିବ ଗୋଟେ ଥରକେ। ଏବେ କୁହ, 1 ଲକ୍ଷ ବଡ କି ସାନ? ତାହେଲେ ନମିତା କହିଲା 1 ଲକ୍ଷ ବଡ, ରମେଶ ପୁଅ କହିଲା 1 ଲକ୍ଷ ସାନ। ତେଣୁ ଆମେ ଏଇଭଳିଆ 1 ଲକ୍ଷ ଗୋଟେ ଲକ୍ଷ, 1 ଲକ୍ଷ ସଂଖ୍ୟା 1, 10, 100, 1000, ଅୟୁତ ଲକ୍ଷ। ତେଣୁ 1 ଲକ୍ଷ, 1 ପରେ କେତେଟା ଶୂନ? 5ଟା ଶୂନ। ଏଇ ଲକ୍ଷ ବିଷୟରେ ଜାଣିବା ପାଇଁ ପରୀକ୍ଷା ପିଲାମାନଙ୍କ ମନରେ ଏତକ ତଥ୍ୟ ଦେଲା। ତେଣୁ ବହୁତ ଜିନିଷ ଆମେ ପାଇଲେ। ମାଛ ମାନେ ଥରେକେ କେତେ ଅଣ୍ଡା ଦିଅନ୍ତି, ଅଲଗା ପ୍ରକାରର ମାଛ ଅଛନ୍ତି, ଥରେକେ କେତେ ଅଣ୍ଡା ଦିଅନ୍ତି, କେତେ ପ୍ରକାର କିସମର ଧାନ ଥିଲା, ଏସବୁ ବିଭିନ୍ନ ତଥ୍ୟ ଆମେ ଜାଣିଲେ। ତାହେଲେ ଏବେ କୁହ, 1 ଲକ୍ଷ ବଡ କି ସାନ? ତାହେଲେ ସବୁ ପିଲା ଚିନ୍ତା କରି କହିବେ, କିଏ କହିବ ବଡ, କିଏ କହିବ, ଯେହେତୁ ଗୋଟେ ଝିଅ ନମିତା କହୁଛି ବଡ, ରମେଶ କହୁଛି ସାନ, ଏତେ ଛୋଟ ଜାଗାରେ ଆମର 1 ଲକ୍ଷ କଣ ହଉଛି? କ୍ରିକେଟ ଷ୍ଟାଡିୟମ ଛୋଟ ଜାଗା, 1 ଲକ୍ଷ ଲୋକ ବସି ପଡୁଛନ୍ତି। ଆଉ ଅଧିକାଂଶ ମଣିଷଙ୍କ ମୁଣ୍ଡରେ 80ରୁ 1,20,000 କେଶ ରହିଥାଏ। ମାଛ ମାନେ 1 ଲକ୍ଷରୁ ଥରେକେ ଅଧିକ ଅଣ୍ଡା ଦିଅନ୍ତି। ଆଉ ଗୋଟେ ପ୍ରଜାତିର ମାଛ 10 ଲକ୍ଷରୁ ଅଧିକ ଅଣ୍ଡା ଦିଅନ୍ତି। ତେଣୁ ଏଗୁଡାକ, ଏସବୁ ହିସାବ କାଲକୁଲେସନ କଲେ 1 ଲକ୍ଷଟା ବେଶୀ ବଡ ନୁହେଁ। ତେଣୁ ପିଲା ଏଠାରେ ଆକଳନ କରିବ। କଣ କରିବ? ଆକଳନ। ଆକଳନ ମାନେ ତା କୁହନ୍ତି ଆସନ୍ନ ମାନ। ଆସନ୍ନ ମାନ ନିର୍ଣ୍ଣୟ କରିବ। ପିଲାମାନେ ଅନୁମାନ କରିବେ, ବହୁତ ଜିନିଷ ଜାଗାରେ ଅନୁମାନ କରି କହିବେ। ଆମେ ଲକ୍ଷକୁ 365 ଧରିଲେ କେବେ ସମାନ 274 ଲେଖିପାରିବା ନାହିଁ। ସେ 273 ଦଶମିକ କେତେ ଆସିବ? ତେଣୁ ପ୍ରାୟ ଚିହ୍ନଟା ହଉଛି, ଏଇଟା ହଉଛି ସମାନ, ପ୍ରାୟଟା ହଉଛି ଏଇଭଳିଆ। ଏଟା ହଉଛି ପ୍ରାୟ, ଯାହାକୁ ଆସନ୍ନ ମାନ ବୋଲି କହନ୍ତି। ତେଣୁ ପିଲା ଆକଳନ କରିବା ପାଇଁ ଜାଣିଲା, ପିଲା ଲକ୍ଷ୍ୟ ବିଷୟରେ ଜାଣିଲା। ଆମ ଭାରତୀୟ ସଂଖ୍ୟା ଲିଖନରେ 1, 10, 100 ତିନିଟା ପରେ କମା ଦିଆହବ, ତାପରେ 2ଟା ପରେ କମା ଦିଆହବ। ତ ଲକ୍ଷରେ କେତେଟା କମା ଦେଲା? 3ଟାରେ ଗୋଟେ, 2ଟା ପରେ ଗୋଟେ, 1 ଲକ୍ଷ। ଆଜି ଯାହା ହେଲା 1 ଲକ୍ଷ। ତେଣୁ ପ୍ରତି 2ଟାରେ କମା ଦିଆହବ। ମନେକର 11 ଲକ୍ଷ ହେଇଗଲା, 3 କୋଟି 11 ଲକ୍ଷ, 2ଟା, ପ୍ରଥମେ 3ଟା, ତାପରେ 2ଟା, ତାପରେ 2ଟା, ଏଇଭଳି ସଂଖ୍ୟା ଲେଖା ଯାଏ। ତେଣୁ ବର୍ତ୍ତମାନ ଏଇ ସବୁ କେବଳ ପଢିଆ ହଉଛି ପିଲାମାନଙ୍କର ସଂଖ୍ୟାର ସ୍ଥାନୀୟ ମାନ ଜାଣିବା ପାଇଁ। ବର୍ତ୍ତମାନ ଗୋଟେ ସଂଖ୍ୟାର ସ୍ଥାନୀୟ ମାନ ବିଷୟରେ ଆଲୋଚନା କରିବା। ସେ ସ୍ଥାନୀୟ ମାନ ପିଲା କେମିତି ଜାଣୁଛି ଦେଖିବା।
स्थानीय मान की गोटे संख्या लिखा तार स्थानीय मान गोटे संख्या लिखा तार स्थानीय मान लिखा तेणु पिला संख्यार स्थानीय मान विषय गप माध्यम पिला बता तेणु निश्चित बही नुआ नुआ जिन आमको प्रिपेयर हवा पड़ो समस्त को शिक्षक मानक इच्छा भिडियो पकेबा देखा कौन हूँ केते बात आगुच कौन कर बर्तमान आम स्थानीय मान लिखा आम जागले ये देख प्रथम भारतीय स्थानीय मान 3टा पर गोटे 2टा 2टा ये संख्यार कमा दि जाए कमा देके आम लिखा लिखाई 12,78,830 स्थानीय मान कौन लिखा ये संख्यार ना कौन नाम हूँ 12,78,830 देख 3.01 कला कि 30 कला तेना 12 लक्ष आप जो ओडिया लिखा 78,830 ये तार संख्या को पढ़ा जाए कि तार नाम से 15,75,000 ना शून्य हम आपको कौन लिखा 15,75,000 इक्वल टू अक्षर लिखले कौन हम 15,75,000 शह ना आउ तो 10 एक संख्या ना नेक्स्ट क्वेश्चन आसी संख्या को अक्षर लिख देखो यहाँ भारतीय लिखन प्रथम एपटू देखिए 3टा 2टा गोटे अच्छे 2टा आउ गोटे पर कम दिखाई ताले 1 10 100,000 लिख के 3 लक्ष आगे संख्या देके लिख दूँ 3 लक्ष हजार ना 0,000 लिखा कहीं 600 ओडिया लिखले 3,600,000 नेक्स्ट क्वेश्चन देखिए 5,04,085 এটা कौन हम 5 लक्ष पूरा ओडिया लिख तो अक्षर लिखा 5,04,000 शह ना 85 8 10 5 1 लिख ना स्थानीय मान कहले अलग कथा नाम यहाँ हूँ संख्यार नाम कौन यहाँ संख्यार नाम अक्षर लिख संख्यार नाम अक्षर लिख नेक्स्ट देखिए 27,30,000 आ सब शुण कौन तार लिख 27,30,000 नेक्स्ट देखिए 70,53,138 जहाँ पार्टी कह से लिख 70,53,138
100 ଲେଖିପାରିବା 138। ଏଇ ଥିଲା ଆମର ସଂଖ୍ୟାର ତାର ନାମ। ଗୋଟେ ସଂଖ୍ୟା ଦେଇଥିବା ତାର ନାମ ଲେଖିଲେ ଏ ସଂଖ୍ୟା ଗୁଡାକ ଦେଇଛି ତାର ନାମ ଲେଖିବାକୁ ପଡିଛି। ତେଣୁ ସମସ୍ତେ ଆମର ସଂଖ୍ୟାର ନାମ ଗୁଡାକ ଲେଖିକି ପ୍ରାକ୍ଟିସ କରିବେ। ତାପରେ ନେକ୍ସଟ କୁ ଯିବା, ଅକ୍ଷର ଦେଇଛି ସଂଖ୍ୟା ଲେଖିବା। ଅକ୍ଷର ଦେଇଛି ସଂଖ୍ୟା ଲେଖିବା ଆଉ ଗୋଟେ ଭିଡ଼ିଓ ପକେଇବା। ଭିଡ଼ିଓ ଲେନ୍ଦି ହେଇଯିବ, ତାର ନେଟ୍ ପାଇବ ନ ପାଇବ, ଘର ମାନଙ୍କରେ ମୋବାଇଲ ସବୁ ଅଳ୍ପ ନେଟ୍ ରହିଛି। ତେଣୁ ସବୁବେଳେ ସବୁଦିନ ଗୋଟେ ଗୋଟେ ପାଠ ପଢିବେ, ବହୁତ ଖୁସିରେ ପଢିବେ ଆଉ ଖାତାରେ ଲେଖିବେ। ଆଜି ପାଇଁ ଏତିକି, ଥ୍ୟାଙ୍କ ୟୁ।